ନୀଳାଦ୍ରି ବିଜେ ହଉ କି ରାକ୍ଷା ପୂର୍ଣ୍ଣିମା ଏଇ ରସଗୋଲା ପ୍ରତ୍ୟେକଟି ଓଡ଼ିଆଙ୍କର ବହୁତ ପସନ୍ଦ। ଆଉ ରସଗୋଲା ଯଦି ସ୍ପଞ୍ଜି ତା ସହିତ ସୁଇଟ୍ ତା ସହିତ ଏକଦମ ନରମ ନରମ ହେଲା ତାହେଲେ ତାର ସ୍ୱାଦ ତ ଆହୁରି ଦ୍ୱିଗୁଣ ବଢି ଯାଇଥାଏ। ଆଉ ସେମିତି ଯଦି ରସଗୋଲା ଆପଣ ଘରେ ବନେଇବାକୁ ଚାହୁଁଥାନ୍ତି ତାହେଲେ ନିଶ୍ଚିତ ଭାବରେ ଏ ଟ୍ରିକ୍ ଆଉ ଟିପ୍ସ ନିଶ୍ଚିତ ଆପଣାନ୍ତୁ, ଯୋଉଥିରେ କି ଆପଣ ଘରେ ବନଉଥିବା ରସଗୋଲା ଏକଦମ ସଫ୍ଟ ରହିବ ଆଉ ସ୍ପଞ୍ଜି ମଧ୍ୟ ରହିବ। ଯେତେବେଳେ ମୁଁ ଫାଷ୍ଟ ଟାଇମ୍ ରସଗୋଲା ବନେଇଥିଲି ନା ମିନିମମ୍ ମୋତେ ଆକୁ 6 ରୁ 7 ଥର ଭଲସେ ଶିଖିବାକୁ ପଡ଼ିଥିଲା। ଆଉ ନର୍ମାଲି ସବୁ ଜିନିଷ ଶିଖିବାର ବା ବନେଇବାର ଗୋଟେ ଗୋଟେ ଟ୍ରିକ୍ ଥାଏ। ସେ ଟ୍ରିକ୍ଟା ଯଦି ଆପଣମାନେ ଜାଣିଯିବେ ନା ତାହେଲେ ଗୋଟେ ଥରକରେ ବି ଆପଣ ପରଫେକ୍ଟ ବନେଇ ପାରିବେ। ପ୍ରଥମେ ଆମେ କ'ଣ କରିବା ନା ଛେନା ପ୍ରସ୍ତୁତ କରିବା। ଆଉ ନର୍ମାଲି ଯେତେବେଳେ ବି ଆପଣ ରସଗୋଲା ପାଇଁ ଛେନା ପ୍ରସ୍ତୁତ କରୁଛନ୍ତି ନା ସେଇଟା ହେଉଛି ସବୁଠୁ ଇମ୍ପୋର୍ଟାଣ୍ଟ କଥା। ଯୋଉଟାକି କ୍ଷୀରଟାକୁ ଆପଣ ଯେବେ ବି ସର ପକେଇବାକୁ ଦେବେନି। କ୍ଷୀରଟା ଆପଣଙ୍କର ବଏଲ୍ ହେଲା ପର୍ଯ୍ୟନ୍ତ ମାନେ 4 ରୁ 5 ଥର ବଏଲ୍ ହେଲା ପର୍ଯ୍ୟନ୍ତ ଆପଣ ତାକୁ ମଝିରେ ମଝିରେ ଟିକେ ଘାଣ୍ଟୁଥିବେ, ଯୋଉଥିରେ କି ଆପଣଙ୍କର କ୍ଷୀରରେ ଜମା ବି ସର ବସିବନି। କ୍ଷୀର ବଏଲ୍ ହେବା ଭିତରେ ଏଠି ମୁଁ ନେଇଛି ଭିନେଗାର। ଆଉ ଆପଣ ଚାହିଁଲେ ଏଥିରେ ଲେମ୍ବୁର ରସ ମଧ୍ୟ ନେଇପାରିବେ। ଆଉ ଯେତେବେଳେ ଲେମ୍ବୁ ରସ ନେଉଛନ୍ତି ତାର ମଞ୍ଜି କିମ୍ବା ତାର ଯୋଉ ଚିପୁଡ଼ିଲା ବେଳେ ତାର ଯୋଉ ଚୋପାଟା ବା ଯୋଉ ପଫ୍ ଗୁରା ପଡ଼ିଯାଇଥାଏ ତାକୁ ଜମା ବି ପକେଇବେନି, ଛାଣିକି ନେବେ। ଭିନେଗାର ଏଠି ମୁଁ ନେଇଛି 3 ଚାମଚ ଆଉ 3 ଚାମଚ ପାଣି ଦେଇକି ତାକୁ ମିକ୍ସ କରି ନେଇଛି। ଏବେ ଦେଖନ୍ତୁ ଏପଟେ କ'ଣ ହେଇଛି ନା କ୍ଷୀରଟା ପୁରା ବଏଲ୍ ହେଇଗଲାଣି। ଏବେ ଗ୍ୟାସର ଫ୍ଲେମ୍‌କୁ ଅଫ୍ କରିକି କ'ଣ କରିବେ ନା 1 ମିନିଟ୍ ପାଖାପାଖି ଏମିତି କରଚୁଲି ଚଲେଇ ଚଲେଇକା ତାକୁ ପୁରା ଟିକେ ଥଣ୍ଡା ହେବାକୁ ଦେବେ। 1 ମିନିଟ୍ ପାଖାପାଖି 1 ମିନିଟ୍ ପରେ କ'ଣ ହବ ନା ତା ଦେହରେ ଆମେ ଅଳ୍ପ ଅଳ୍ପ ଭିନେଗାର ପାଣି ଦେଇକି ଛେନା ଛିଡ଼େଇବା। ଏଠି ଥଣ୍ଡା ହେଲା ପରେ ମାନେ 1 ମିନିଟ୍ ଥଣ୍ଡା ହେବା ପାଇଁ କାହିଁ କହୁଛି କାହିଁକିନା ଛେନାଟା ଆପଣଙ୍କର ସଫ୍ଟ ରହିବ। ଆଉ ଛେନାଟା ଯେତେ ଆପଣଙ୍କର ସଫ୍ଟ ରହିବ ଆପଣଙ୍କ ରସଗୋଲାଟା ମଧ୍ୟ ଯେତେ ସଫ୍ଟ ରହିବ। ଛେନା ଯଦି ହାର୍ଡ଼ ହେଇଯିବ ରସଗୋଲା ବି ହାର୍ଡ଼ ହେଇଯିବ। ଏବେ ଆମେ ଅଳ୍ପ ଅଳ୍ପ ଦେଇକି ତାକୁ ଛେନା ଛିଡ଼େଇବା। ଦେଖନ୍ତୁ ଯେତେବେଳେ ଛେନାର କଲର୍‌ଟା ତାର ଯୋଉ ପାଣିର କଲର୍‌ଟା ଯେତେବେଳେ ଗ୍ରୀନ୍ ଟାଇପ୍‌ର ଦେଖାଯିବ ନା ତାକୁ କ'ଣ କରିବେ ନା ଇମିଡିଏଟଲି ତାକୁ ଛାଣି ନେବେ। ତାକୁ ଜମା ବି ସେଥିରେ ରଖିବେନି। ରଖିଲା ମାନେ ସେ ଗରମ ଅବସ୍ଥାରେ ହିଁ ସେ କ'ଣ ହବ ନା ଟାଣ ହେଇଯିବ ଛେନା। ଏଠି ମୁଁ ଗୋଟେ ଜୁସ୍ ଛଣା ନେଇଛି। ଏଟା ଟିକେ ଛୋଟ ହେଇଗଲା ଆପଣ ଟିକେ ବଡ଼ ସାଇଜର ଜୁସ୍ ଛଣା ନେବେ। ନଚେତ କପଡ଼ାରେ ଏମିତି ପକେଇକି ଖାଲି କପଡ଼ାରେ ପକେଇକି ତାକୁ ଛାଣି ନେବେ। ଛାଣି ସାରିଲା ପରେ ତାକୁ କ'ଣ କରିବେ ଥଣ୍ଡା ପାଣିରେ 4 ରୁ 5 ଥର ଭଲସେ ଧୋଇ ନେବେ। ଯୋଉ ଭିନେଗାରଟା ଆମେ ଦେଇଛି ତା ଯୋଉ ଖଟା ଅଂଶଟା ସେଇଟା ରହିବନି। ଏବେ କ'ଣ କରିବା ନା ଦେଇ ସାରିଲା ପରେ ଧୋଇଦେବେ, ଭଲସେ ଧୋଇଦେବେ। ଧୋଇକି ତାକୁ କ'ଣ କରିବେ ନା ନର୍ମାଲି ବଢ଼ିଆ ସେ ଚିପୁଡ଼ି ଦେବେ, ଯେମିତିକି ଜମା ବି ପାଣି ରହିବନି। ଚିପୁଡ଼ିବେ ମାନେ ଏକଦମ ପୁରା ଛେନାକୁ ମାନେ ପୁରା ଜାକିଜୁକି ଚିପୁଡ଼ିବେନି। ଦେଖନ୍ତୁ ମୁଁ ଯେମିତି ଧରିଛି ଛେନାର ମୁଣ୍ଡ ପାଖକୁ ଧରିକି ପୁରା ଏମିତି ଧରିକି ପୁରା ଟାଣକିରି ଚିପୁଡ଼ି ଦେବେ, ଯେମିତି ତା ଦେହରୁ ପାଣି ଠୋପେ ଠୋପେ ବି ବାହାରୁ ନଥିବ। ସେଇ ଟାଇପ୍‌ର ଆପଣ ଚିପୁଡ଼ି ଦେବେ। ଚିପୁଡ଼ି ଦେଲା ପରେ ଦେଖନ୍ତୁ ମୁଁ ଯେମିତି ହାତଟା ରଖିଛି ନା ସେଇ ଟାଇପ୍‌ର ରଖିକି ହିଁ ଚିପୁଡ଼ିବେ। ରଖିଲେ ଆପଣଙ୍କର ଯୋଉ ଛେନାଟା ଭଲ ରହିବ ମିଠା ପାଇଁ। ବଢ଼ିଆ ସେ ଦେଖନ୍ତୁ ଚିପୁଡ଼ି ଦେଇଛି, ଆ ଦେହରୁ ଠୋପେ ବି ପାଣି ବାହାରିବନି। ଏଇ ସମୟରେ ଆମେ କ'ଣ କରିବା ନା ତାକୁ ଭଲସେ ଗୁଳେଇକିରି ବା ବାନ୍ଧିକିରି ତାକୁ ଆପଣ ଯଦି ଚାହିଁବେ ଅଧଘଣ୍ଟା ଗୋଟେ ବଡ଼ ଜାଗା ତାପରେ ମଡ଼େଇ ଦେବେ। ମଡ଼େଇ ଦେଲେ ସେ ପାଣିଗୁଡ଼ା ଏକ୍ସଟ୍ରା ପାଣିଗୁଡ଼ା ବାହାରିଯିବ। ନଚେତ କ'ଣ କରିବେ ନା ତାକୁ 2 ରୁ 3 ଘଣ୍ଟା ପାଖାପାଖି ତାକୁ ଟାଙ୍ଗିଦେବେ। ଏବେ ଏ ଯୋଉ ଛେନା ପାଣିକି ଆମେ କ'ଣ କରିବା ନା ଫୋପାଡ଼ିବାନି, ଆକୁ ରଖିଦେବା କାଞ୍ଜି ପାଇଁ। ଏଠି ମୁଁ ଛେନା ପ୍ରସ୍ତୁତ ନ କରିବା ପୂର୍ବରୁ ଚିନି 1 କପ୍ 2 କପ୍ ପାଣି ଦେଇକି ଆକୁ କେବଳ ହିଁ ଗୋଟେ ସିରପ ବନେଇଥିଲି, ଯୋଉଟାକି ଆମର ଫ୍ରିଜରେ ରହିକି ଚିଲ୍ଡ ହେବ। ଚିଲ୍ଡ ହେଲା ପରେ ଯୋଉ ରସଗୋଲାଟା ଆପଣ ତା ଦେହରେ ଡିପ୍ କରିବେ ଟେଷ୍ଟ ବହୁତ ବଢ଼ିଆ ଆସିବ। ତା ସହିତ କ'ଣ ହବ ନା ଚିନିର ଯୋଉ ମିଠା ଅଂଶଟା ନା ଏଇ ଶିରାରୁ ହିଁ ଆସିଥାଏ। ତେଣୁକରି ଏଥିରେ କମ୍ ପାଣି ଆଉ ଚିନି ଦେଇକି ତାକୁ ଆମେ କେବଳ ମେଲ୍ଟ କରିଦେବା। ମେଲ୍ଟ କରିକି ଆକୁ ମୁଁ ଟିକେ ଛାଣି ଦେଇଛି, କାଳେ ଯଦି କ'ଣ ଥିବ କାହିଁକି ଚିନିରେ ପିମ୍ପୁଡ଼ି ଫିମ୍ପୁଡ଼ି ଥାନ୍ତି ସେଥିପାଇଁ ଜଣା ପଡ଼େନି ନା। ତେଣୁକରି ଏଥିରେ ମୁଁ ରଖିଦେଇଛି 2ଟି ଗୁଜୁରାତି ପକେଇକି ଚିଲ୍ଡ ହେବା ପାଇଁ। ଏବେ ଆମେ ଗୋଟେ ହେଭି କରେଇ ନେବା, ଆଉ ଗୋଟେ ଯୋଉଟା ଫ୍ଲାଟ୍ କରେଇ ନେବେ, ଯୋଉଥିରେ କି ଆପଣଙ୍କର ଯେତେବେଳେ ରସଗୋଲାଟା ଫୁଟିବ ସେଇଟା ଡବଲ ହେଇଯିବ। ତେଣୁକରି ଦେଖିକି ଟିକେ ବଡ଼ ସାଇଜର କରେଇ ନେବେ ଯେତିକି ଆପଣ ରସଗୋଲା ନେଉଛନ୍ତି। ଏବେ କ'ଣ କରିବେ ନା ଏଥିରେ ନେବା 2 କପ୍ ଚିନି, ତା ସହିତ 5 କପ୍ ପାଣି ନେବେ। ଆଉ ଯେତେବେଳେ ଏଇ ଶିରାଟା ଆପଣ ରେଡ଼ି କରିବେ ନା, ଯେତେବେଳେ ଆପଣ ଛେନାଟା ଚକଟିବେ ତାର 10 ମିନିଟ୍ ପୂର୍ବରୁ ଆକୁ ରେଡ଼ି କରିନେବେ। ରେଡ଼ି କରିଦେଲେ ଆପଣ ଫଟାଫଟ ବନେଇକି ତାକୁ ଫଟାଫଟ ଚିନି ଶିରାରେ ପକେଇ ନେବେ। ତେଣୁକରି ମୁଁ ଆକୁ ତାର 10 ମିନିଟ୍ ପୂର୍ବରୁ ରେଡ଼ି କରୁଛି। ଚିନି 2 କପ୍ 5 କପ୍ ପାଣି ଦେଇକି ଲୋ ଫ୍ଲେମ୍‌ରେ ଆକୁ ଛାଡ଼ିଦେବେ ବଏଲ୍ ହେବା ପାଇଁ। ସେଇ ଭିତରେ ଏଠି ମୁଁ କ'ଣ କରିଛି ନା ଦେଖନ୍ତୁ ଅଲରେଡ଼ି
ଛେନାରୁ ପାଣି ଗୁରା ନିଗିରି ଗଲା ପରେ ଆପଣ କେମିତି ଜାଣିବେ ଆପଣ ହାତରେ ଟିକେ ଛେନାର ଉପରକୁ ମାନେ ଲଗେଇବେ ହାତ ବା ଦେଖିବେ ହାତରେ ଆପଣଙ୍କର ପାଣି ଜମା ବି ଲାଗୁନଥିବ ମାନେ ଜଷ୍ଟ ଟିକେ ଟିକେ ମଶ୍ଚର ଥିବ ହାତରେ ଜମା ବି ପାଣି ଲାଗୁନଥିବ ଯଦି ଆପଣଙ୍କ ହାତରେ ପାଣି ନ ଲାଗୁଥିବ ଛେନାଟା ଶୁଖିଲା ଟାଇପର ଥିବ ତାହେଲେ ଜାଣିବେ ଯେ ଆପଣଙ୍କ ଛେନାଟା ପରଫେକ୍ଟ ଅଛି ନହେଲେ ଯଦି ଆପଣଙ୍କ ଛେନାରେ ପାଣି ଥିବ ନା ତାହେଲେ କଣ ହବ ନା ଆପଣ ଜମା ବି ଛେନା ବା ଯୋଉ ରସଗୋଲା ବନେଇ ପାରିବେନି ଥାଳିରେ ଆପଣ ଏମିତି ହାତରେ ବା ନେଡିରେ ତାକୁ ଆପଣ ଯେତେବେଳେ କଣ କହନ୍ତି ତାକୁ ରେଗଡିଲା ବେଳେ ସବୁ ଯାକ ପ୍ଲେଟରେ ଲାଗିଯିବ ଏଠି ଦେଖନ୍ତୁ ମୁଁ ଛେନାକୁ ହାତରେ ଏମିତି ହାଲକା ହାଲକା ହାତରେ ଏମିତି ରେଗୁଡୁଛି ବା ତାକୁ ଭଲ କି ଚିକଣ କରୁଛି ଯୋଉ ଖଦଟା ଅଛି ଛେନା କିନ୍ତୁ ଜମା ବି ଆପଣଙ୍କ ଯୋଉ ଥାଳିରେ ଲାଗୁନି ତାମାନେ ଆପଣଙ୍କ ଛେନାଟା ପରଫେକ୍ଟ ଅଛି ଆଉ ଆକୁ ବେଶୀ ସମୟ କଣ କରିବେ ନା ଚକଟିବେନି ଆକୁ ମିନିମମ୍ 10 ମିନିଟରୁ 15 ମିନିଟ ପାଖାପାଖି ହାତରେ ଏମିତି ନର୍ମାଲି କଣ କରିବେ ନା ଚକଟିବେ ହାଲକା ହାଲକା ହାତରେ ଚକଟିବେ ଯୋଉଥିରେ କି ଆପଣଙ୍କର ଯୋଉ ସ୍ପଞ୍ଜିନେସ୍ ରସଗୋଲାର ଏଇଥିରୁ ହିଁ ଆସେ ଏହାର ଚକଟା ଯଦି କମ ହେଇଯିବ ନା ତାର ସ୍ପଞ୍ଜିନେସ୍ ଠିକ ଆସିବନି ତମେ ସ୍ପଞ୍ଜି ହବନି ଆଉ ଭିତରଟା ଜମା ଜାଲିଦାର ହବନି ଆକୁ ଭଲ ସେମିତି ପ୍ଲେନ କରିକି ଚକଟି ସାରିଲା ପରେ ଏବେ ଆମେ ସେଥିରେ କଣ କରିବା ନା ଦେବା କର୍ଣ୍ଣଫ୍ଲୋର ଏଠି ମୁଁ 1.5 ଲିଟର କ୍ଷୀର ନେଇଛି ତେଣୁକରି ସେଇ ଅନୁସାରେ ଏଠି ମୁଁ 1.5 ଚାମଚ ହିଁ କର୍ଣ୍ଣଫ୍ଲୋର ଦଉଛି ଆପଣଙ୍କ ପାଖରେ ଯଦି ସୁଜି ଥିବ ତାହେଲେ ସୁଜି ବି ଆପଣ ସେଇ ଅନୁପାତରେ 1.5 ଚାମଚ ନେଇପାରିବେ ଏବେ ଆମେ କର୍ଣ୍ଣଫ୍ଲୋର ଦେଇ ସାରିଲା ପରେ ତାର ଟେଷ୍ଟ ଆଉ ବାସ୍ନା ବହୁତ ଭଲ ଆସିବା ପାଇଁ ଏଠି ମୁଁ ନେଇଛି ଗୁଜୁରାତି ଏଠି ମୁଁ ନେଇଛି 4ରୁ 5ଟି ଗୁଜୁରାତିକି ଭଲସେ ଗୁଣ୍ଡ କରିକି ନେଇଛି ତାର ଚୋପା ଜମା ବି ଦେବେନି କେବଳ ହିଁ ତାର ଯୋଉ ଗୁଣ୍ଡଟା ଆଡ କରିବେ ଆଡ କରିକି ଆକୁ ଜମା ଚକଟିବେନି କେବଳ ନର୍ମାଲି ଭଲସେ ଗୋଳେଇ ନେବେ ଯେମିତି କି ଆପଣଙ୍କର ଯୋଉ କର୍ଣ୍ଣଫ୍ଲୋର ଆଉ ଯୋଉ ଗୁଜୁରାତି ଦେଇଛନ୍ତି ନା ସେଇଟା ବଢିଆ ସେ ଯଦି ସହିତ ମିଶିଯିବ ତାକୁ ଚକଟିବେନି ଜମା ଅଧିକ ଚକଟିଲେ ଯୋଉ ଘିଅ ରିଲିଜ ହେଇଯିବ ତାଙ୍କୁ ଭଲସେ ହାତରେ ଏମିତି ଗୋଳେଇ ନେବେ ଏବେ ଦେଖନ୍ତୁ ଆପଣଙ୍କର ଯୋଉ ଛେନାଟା ପରଫେକ୍ଟ ଭାବରେ ଚକଟି ହେଇଯାଇଛି ପୁରା ପ୍ଲେନ ଅଛି ଗୋଟେ ଫଟା ବି ଦେଖାଯାଉନି ଦେଖିପାରୁଥିବେ ଆପଣ ଏବେ କଣ କରିବା ନା ଆକୁ ଆମେ ଗୋଟେ ଛୋଟ ଛୋଟ ସାଇଜର ଗୋଲ ବନେଇବା ଆପଣ ମିଡିୟମ କରିବେ କିମ୍ବା ବଡ କରିବେ କିମ୍ବା ଛୋଟ କରିବେ ସେଇ ଅନୁସାରେ ଆପଣ କଣ କରିବେ ନା ଛୋଟ ଛୋଟ ସାଇଜର ଗୁଳା ନେବେ ଦେଖନ୍ତୁ ମୁଁ ଏଠି ସବୁ ସମାନ ସାଇଜର ଗୁଳାକୁ ରଖିକି ତାପରେ ହାତରେ ଦି ହାତରେ ହାଲକା ହାତରେ ପାପୁଲିର ଯୋଉ ମଝିରେ ରଖିକି ହାଲକା ହାଲକା ତାକୁ ଆପଣ ଗୋଲ ବୁଲେଇବେ ରାଉଣ୍ଡ ରାଉଣ୍ଡ କରିବେ ବେଶୀ ପ୍ରେସ୍ କରିବେନି ରାଉଣ୍ଡ ରାଉଣ୍ଡ କରିକି ଦେଖନ୍ତୁ ଯଦି ଆପଣଙ୍କ ଛେନାଟା ପରଫେକ୍ଟ ଚକଟା ହେଇଥିବ ଜମା ବି କ୍ରାକନେସ୍ ଆସିବନି ଆପଣଙ୍କର ଯୋଉ ବଲରେ ଦେଖନ୍ତୁ ଜମା ବି କ୍ରାକନେସ୍ ଆସିନି ନା ଯଦି କ୍ରାକନେସ୍ ନ ଆସିବ ତାହେଲେ ଆପଣଙ୍କର ଯୋଉ ରସଗୋଲାଟା ନା ବଢିଆ ସୁନ୍ଦର ହବ ଆଉ ଜମା ବି ଫାଟିବନି ଆକୁ ଆମେ ଘୋଡେଇକି ଛାଡିଦବା ଯେପର୍ଯ୍ୟନ୍ତ ଆମର ଯୋଉ ଶିରାଟା ବଏଲ ନ ହେଇଛି ତାକୁ ମୁଁ ଘୋଡେଇ ଦେଇଛି ଏବେ ଆମେ କଣ କରିବା ନା ଦେଖନ୍ତୁ ଚିନି ଶିରାଟା ଏଠି ପୁରା ମେଲ୍ଟ ହେଇଗଲାଣି ତାକୁ ମୁଁ କଭର କରିନେଇଛି ହାଇ ଫ୍ଲେମ୍ କରିଦେଇଛି ଏଥିରେ 2 ଫୁଟଣ ଆସିବାକୁ ଦେବେ 2 ଫୁଟଣ ଆସିଗଲା ପରେ ଏବେ ଆମେ ଯୋଉ ବଲ କରିକି ରଖିଥିଲେ ଛେନା ବଲ ତାକୁ ଆମେ କଣ କରିବା ନା ଗୋଟେ ଗୋଟେ କରିକି ପକେଇବେ ଏକା ସାଙ୍ଗରେ ସବୁ ପକେଇବେନି ଗୋଟେ ହାଇ ଫ୍ଲେମ୍ରେ ରଖିକି ଗୋଟେ ଟାକୁ ଆପଣ ପକେଇବେ ଗୋଟେ ଗୋଟେ ପକେଇ ସାରିଲା ପରେ ତା ଯୋଉ କଭରଟାକୁ ଦେଇଦେବେ କଭରଟାକୁ ଦେଇଦେଲେ କଣ ହବ ନା ତାପରେ ସେ ଯୋଉ ଫେଣଟା ଆସିଥାଏ ସେ ଫେଣଟା ରସଗୋଲାର ଉପରକୁ ଯାଇକିରି କଣ ହୁଏ ନା ରସଗୋଲାଟାକୁ ପୁରା ସଫ୍ଟ କରେ ଆଉ ସମାନ ଭାବରେ ତାକୁ ସିଝେଇ ଦେଇଥାଏ ଆଉ ହଁ ଏକା ବେଳକେ ତାକୁ କଣ କରିବେ ନା ଛାଡିବେନି ଜମା ତାକୁ ମଝିରେ ଟିକେ ଟିକେ କଣ କରିବେ ନା ସେ ଯୋଉ କଭରଟାକୁ ଖୋଲିଦେବେ ନା ଯେ ଶିରା ପାଣିଟା ସେଟା କରେଇ ଚାରିପଟ ହେଇଯିବ କାହିଁକି ନା ଆମର ଫ୍ଲେମଟା ହାଇ ଥାଏ ତାକୁ କଣ କରିବେ ନା କାଢିଦେବେ ଏମିତି ମଝିରେ ଟିକେ ଟିକେ 1 ମିନିଟ ଯାଇଥିବ ତାକୁ କାଢିଦେବେ ପୁଣି ଆଉ 1 ମିନିଟ ଯାଇଥିବ ତାକୁ କାଢିଦେବେ ମଝେ ମଝେ ତାକୁ ଟିକେ ଚେକ୍ କରୁଥିବେ ମିନିମମ୍ 17ରୁ 18 ମିନିଟ ତାକୁ ଆପଣ ବଏଲ କରିବେ ଦେଖନ୍ତୁ 17ରୁ 18 ମିନିଟ ପରେ ମୁଁ ତା ଷ୍ଟ୍ରକ୍ଚର ଦେଖଉଛି କେମିତି ଆପଣଙ୍କର ଯୋଉ ରସଗୋଲାଟା ଫୁଲିକିରି ଡବଲ ହେଇଛି ଆମେ କେରି କେରି ସାଇଜ ରସଗୋଲା ବନେଇଥିଲେ ଏବେ ଦେଖନ୍ତୁ ରସଗୋଲାଟା ଡବଲ ହେଇଯାଇଛି ଏବେ କଣ କରିବା ନା ଗ୍ୟାସ କୁ ଅଫ୍ କରିନେବା ଆଉ ହଁ ଆମେ ଯୋଉ ଚିନି ଶିରାଟା ବନେଇଥିଲେ ମାନେ ଆପଣ ଯେତେବେଳେ ରସଗୋଲା ବନେଇବେ ଦେଖିବେ ଯେ ଆପଣଙ୍କର ଯୋଉ ରସଗୋଲାଟା ଯେତେବେଳେ ଆପଣ ଫୁଟଉଛନ୍ତି ତା ସାଇଜଟା ମାନେ ଯେତିକି ଅଛି ଆପଣ ତାକୁ କାଢି ସାରିଲା ପରେ ତା ସାଇଜଟା କଣ ହୁଏ ନା ଟିକେ କମି ଯାଇଥାଏ ତେଣୁକରି ଆପଣ ଯଦି ଚିଲ୍ଡ ପାଣି ତାକୁ ପକାଉଛନ୍ତି ନା ତାହେଲେ ଆପଣଙ୍କ ସେ ଯୋଉ ରସଗୋଲାର ସାଇଜଟା ସେମ ରହିବ ଜମା ବି କମିବନି ସେମ ଯେତିକି ଆପଣ ମାନେ ସିଝେଇଥିବେ ଯୋଉ ବଡ ବଡ ସାଇଜର ହେଇଥିବ ଯୋଉ ସାଇଜର ଆପଣଙ୍କର ସିଝିଲା ସମୟରେ ହେଇଥିବ ରସଗୋଲାଟା ଆପଣ
ଡିପ୍ କରିଦେଲେ ସେ ଥଣ୍ଡା ପାଣିରେ, ପୁରା ଚିଲ୍ଡ ପାଣିରେ ଥଣ୍ଡା କରିଦେଲେ ତାର ସାଇଜ୍ଟା ସେମ୍ ରହିବ ଆଉ ଦେଖିବାକୁ ବି ସୁନ୍ଦର ଲାଗିବ ଆଉ ଜମା ବି ରସଗୋଲା ଛୋଟ ବି ହବନି। ଆପଣ ଥରେ ନିଶ୍ଚିନ୍ତ ଟ୍ରାଏ କରିବେ ଚିଲ୍ଡ ପାଣିରେ। ମୁଁ ତ କରିଛି, ମୋର ପରଫେକ୍ଟ ବନିଛି, ଆପଣମାନେ ଥରେ ଟ୍ରାଏ କରିବେ। ଆଉ ଆକୁ ମିନିମମ୍ 2 ଘଣ୍ଟା ପାଖାପାଖି ଛାଡ଼ିଦେବେ ଇଏ ଟିକେ ସେ ଚିନି ସିରା ପିଇବା ପାଇଁ, ଯୋଉଥିରେ କି ଆପଣଙ୍କର ଯୋଉ ରସଗୋଲାଟା ଆହୁରି ସଫ୍ଟ ହେଇଯିବ। ଦେଖନ୍ତୁ ତାପରେ 2 ଘଣ୍ଟା ପରେ ମୁଁ ଆପଣଙ୍କୁ ଦେଖଉଛି ତା ଭିତର ଷ୍ଟ୍ରକ୍ଚରଟା କେତେ ଜାଲିଦାର ହେଇଛି ଆଉ କେତେ ବଢିଆ ହେଇଛି। ଆଶା କରୁଛି ଆପଣମାନଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ରହୁଛି ପୁଣି ତାକୁ ଆଉ ଗୋଟେ ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ।